ଥରେ ଭଗବାନ ବୃଦ୍ଧଙ୍କୁ ତାଙ୍କର ଶିଷ୍ୟ ମଣ୍ଡଳୀ ପଚାରିଲେ, ହେ ଭଗବାନ, ଏ ଦୁନିଆରେ ମନୁଷ୍ୟ କେତେ ପ୍ରକାର ଅଛନ୍ତି? ଭଗବାନ ବୃଦ୍ଧ ତାଙ୍କୁ ଉତ୍ତର ଦେଲେ, ପ୍ରିୟ ଶିଷ୍ୟଗଣ, ଏ ଦୁନିଆରେ ମନୁଷ୍ୟ 4 ପ୍ରକାର ଅଛନ୍ତି। ପ୍ରଥମ ପ୍ରକାର ମନୁଷ୍ୟମାନେ କେବଳ ନିଜର ହିଁ ଲାଭ ଦେଖନ୍ତି। ଏହାଦ୍ୱାରା ଅନ୍ୟର କ୍ଷତି ହେଉ କିମ୍ବା ଅନିଷ୍ଟ ହେଉ ତାଙ୍କର କୌଣସି ଫରକ ପଡ଼ିନଥାଏ। ଦ୍ୱିତୀୟ ପ୍ରକାର ମନୁଷ୍ୟମାନେ ଅନ୍ୟର ହିତ ସାଧନ କରନ୍ତି। ଆଉ ତୃତୀୟ ପ୍ରକାର ମନୁଷ୍ୟ ନିଜର ହିତ ସହିତ ଅନ୍ୟମାନଙ୍କର ହିତ ସାଧନ କରିଥାନ୍ତି। ଆଉ ଚତୁର୍ଥ ପ୍ରକାର ମନୁଷ୍ୟମାନେ ନିଜେ ସୁଖରେ ରୁହନ୍ତି ନାହିଁ କି ଅନ୍ୟକୁ ସୁଖରେ ରହିବାକୁ ଦିଅନ୍ତି ନାହିଁ। ଶେଷରେ ଭଗବାନ ବୃଦ୍ଧ ଶିଷ୍ୟମାନଙ୍କୁ କହିଲେ, ମୋର ବିଚାରରେ ଯେଉଁମାନେ ନିଜର ହିତ ସହିତ ଅନ୍ୟର ହିତ ସାଧନ କରିଥାନ୍ତି ସେଇମାନେ ହିଁ ଏ ଦୁନିଆରେ ଶ୍ରେଷ୍ଠତା ଅର୍ଜନ କରିଥାନ୍ତି। ତେଣୁ ଏହି କଥା ଶୁଣି ଶିଷ୍ୟମାନେ ନିଜର ଜିଜ୍ଞାସାର ସମାଧାନ ହୋଇଥିଲା। ତେଣୁ ଏହି ଛୋଟିଆ ବିଷୟର ଉପସ୍ଥାପନରୁ ଉଚିତ ଶିକ୍ଷା ହେଲା ଯେ ଆମେ ମଧ୍ୟ ଜଣେ ମନୁଷ୍ୟ, ସବୁବେଳେ ଆମେ ନିଜର ହିତ ସହିତ ଅନ୍ୟମାନଙ୍କର ହିତ ସାଧନ କରିବା, ମଙ୍ଗଳ କାମନା କରିବା।